ଜଣେ ମୁସଲମାନ ଯୁବକ ସେ ଏବଂ ତାଙ୍କର ସହିତ ଆଉ କିଛି ଦୁର୍ବୃତ୍ତ ଆସିକି ସେ ତାକୁ ଆକ୍ରମଣ କଲେ ଏବଂ ତାଙ୍କର ମାନେ ଆମର ଛୁରୀ ଆଉ ବ୍ଲେଡରେ ତାଙ୍କୁ ଆକ୍ରମଣ କରିଛନ୍ତି ଏବଂ ଆକ୍ରମଣରେ ତାଙ୍କର କାନ ଆଉ ବେକ ପାଖ କଟିଛି। ତାଙ୍କ ପାଖାପାଖି 10ଟି 12ଟି ଷ୍ଟିଚ୍ ପଡିଛି ଏବଂ ସେ ଭଦ୍ରକ ମେଡିକାଲରେ ଚିକିତ୍ସିତ ହଉଛନ୍ତି। ତାଙ୍କ ନାଁରେ ବି ଏଫଆଇଆର ହେଲା, ମାନେ ଯେଉଁମାନେ ଦୁର୍ବୃତ୍ତ ଏମିତି କଲେ ତାଙ୍କ ନାଁରେ ଏଫଆଇଆର ହେଲା ଏବଂ ଏଫଆଇଆର ଆଧାରରେ ପୁଲିସ ଜଣକୁ ଅଟକ ରଖିଛନ୍ତି। এই ଘଟଣାର ଠିକ ପରଦିନ ସକାଳେ ଯୋଉ ଦୁର୍ବୃତ୍ତ ମାନେ ଆକ୍ରମଣ କରିଥିଲେ ସପନ ଦେକୁ ସେଇ ଦୁର୍ବୃତ୍ତଙ୍କର ପରିବାର ବର୍ଗର ତାଙ୍କର ଭାଇ ଆଉ ଅନ୍ୟମାନେ ଆସି ସେଇ ଅପରଦିବିନ୍ଦା ଛକ ସେଇଠି ଯୋଉ ନଡିଆ ଦୋକାନ ଅଛି ସେଇ ନଡିଆ ଦୋକାନରେ ସପନ ଦେର ବଡ ଭାଇ ତପନ ଦେ ସେ ଉପସ୍ଥିତ ଥିଲେ ଏବଂ ସେଠି 2-3 ଜଣ ହିନ୍ଦୁ ବ୍ୟକ୍ତି ହଉଛି ସେମାନେ ଫଳ କଦଳୀ ବିକୁଛନ୍ତି, ନଡିଆ ବିକୁଛନ୍ତି ତାଙ୍କ ପାଖାପାଖି। ତ ସେମାନଙ୍କୁ ଗାଳିଗୁଲଜ କରିବା ଏବଂ ତାଙ୍କ ଅତ୍ୟନ୍ତ କଦର୍ଯ୍ୟ ଭାଷାରେ ଗାଳିଗୁଲଜ କରିବା, ଏଠି ତମକୁ ବସେଇ ଦବୁ ନାହିଁ, ଏଠି ତମ ଏଇଟା ହଉଛି ଆମ ଜାଗା, ଗାଳିଗୁଲଜ କରିବା ଆରମ୍ଭ କଲେ। ଗୋଟେ ମହିଳାଙ୍କୁ ମଧ୍ୟ ସେମିତି ଗୋଟେ ଅତ୍ୟନ୍ତ ମୁସଲମାନ ଯୁବକ ମାନେ ଆସିକି ସେଠି ପାଟିତୁଣ୍ଡ କରିବା ଗାଳିଗୁଲଜ କରିବା ଆରମ୍ଭ କଲେ ଏବଂ ସେ ଗୋଟେ ମହିଳା ହଉଛି କଦଳୀ ବିକୁଥିଲେ ତାଙ୍କ କଦଳୀ ଫୋପାଡ଼ି ଦବା ଏବଂ ତାଙ୍କୁ ଅତ୍ୟନ୍ତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା, ଧମକ ଚମକ ଦବା ଏବଂ ତାଙ୍କୁ ଡରେଇ ଧମକେଇକି ସେଠୁ ଉଠେଇବାର ଆଉ ତାଙ୍କୁ ହଉଛି ତାଙ୍କର ପ୍ରୟାସ ଥିଲା। ତାପରେ ସେଠି ଏମିତି କଦଳୀ ଫୋପାଡ଼ି ସାରିଲା ପରେ ପୁଣି ତପନ ଦେଙ୍କର ଉପରେ ପୁଣି ଆସିକି ଆକ୍ରମଣ କଲେ, ତାଙ୍କ ନଡିଆ ପଡିଆ ଗୋଇଠା ମାରି ଫୋପାଡ଼ି ଦେଲେ, ତାପରେ ତାଙ୍କୁ ଆକ୍ରମଣ କଲେ, ତାଙ୍କୁ ଧକ୍କା ମାରିବା, ତାଙ୍କୁ ଅଣ୍ଡକୋଷ ଚୁପିକି ଏମିତି ତାଙ୍କୁ ମାନେ ସେ ଯେତେବେଳେ ଜୋର ଚିତ୍କାର କଲେ ଲୋକ ଘେରିଗଲେ, ଲୋକ ପହଞ୍ଚିଗଲା ପରେ ପୁଲିସ ଡକାଡକି ହେଲା ପରେ ସେମାନେ ପଳେଇଲେ ଖସିକି। ବିଷୟ ହେଉଛି ଫୁଟପାଥରେ ଯୋଉମାନେ ବି ଦୋକାନଟେ କରୁଛନ୍ତି ସେ ହିନ୍ଦୁ ହଉ ମୁସଲମାନ ହଉ ସେମାନେ ନିଜର ପେଟ ପାଟଣା ପାଇଁ ଯଦି କରୁଛନ୍ତି ତାହେଲେ ଇଏ ଫୁଟପାଥ ହଉଛି ନା ଗୋଟେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ହେଇପାରିବ କି? ଯଦିଓ ସଂଖ୍ୟା ଠିକ ଅଛି, ସଂଖ୍ୟା ଦୃଷ୍ଟିରୁ ହଉଛି ମୁସଲମାନ ସେଠି ଅଧିକା ଅଛନ୍ତି ଠିକ ଅଛି, କିନ୍ତୁ ଯଦି ଆମେ ସେମିତି ଦାଦାଗିରି ଦେଖେଇବେ, ଗୁଣ୍ଡାରାଜ କରିବେ ଏବଂ ଜୋର ଜବରଦସ୍ତ କରିକି ସମସ୍ତଙ୍କୁ ଉଠେଇବା ପାଇଁ ପ୍ରୟାସ କରିବେ, ଜୋର ଜବରଦସ୍ତ କରିକି ଆତଙ୍କ ସୃଷ୍ଟି କରିବା ପାଇଁ ପ୍ରୟାସ କରିବେ, ନିଶ୍ଚିତ ଭାବରେ ୟାର ବିରୋଧ ହବା ଆବଶ୍ୟକ ଅଛି ଏବଂ ଆମେ ହିନ୍ଦୁ ସମାଜ ସେଥିପାଇଁ ବିରୋଧ କରୁଛି।